ହ୍ୟାଲୋ ମୋର ବେଧାବେଧି ସାଙ୍ଗମାନେ। ମୁଁ ଆଜି ଆପଣମାନଙ୍କୁ କହିବି ମୋ ଖୁଡ଼ିକି ମୁଁ କେମିତି ଜୋର ଜବରଦସ୍ତି ପଟେଇକି ଗେଇଥିଲି। ମୁଁ ଆଗରୁ ମାସେ ଖଣ୍ଡେ ଆଗରୁ ମୁଁ ତାକୁ ଦେଖି ଆସୁଛି। ସିଏ ପୁରା ମୋ ଦାଦା ଘରେ ରହୁନାହାନ୍ତି। ସିଏ ପୁରା ଗାଣ୍ଡି ବିଆ ପୁରା ମାନେ ମସ୍ତ ତାର। ସେ ପୁରା ଦେଖେଇ ହେଉଛି ସଲେଇ ହେଉଛି ମୁଁ ଜାଣିପାରୁଥିଲି। ମୁଁ ଗେଇବା ପାଇଁ ତାକୁ ଟ୍ରାଏ କଲିନି 15 ଦିନ ହେଲାଣି। ସିଏ ମୋତେ ମୋ ପାଖକୁ ଆସିଲେ ମୋ କତିକି ଆସିଲେ ସେ ଦୁଧ ଟିକେ ଦେଖେଇଦିଏ। ତା ଦୁଧ ଯେଉଁ ଦୁଧ ନା କୁହନି, ପୁରା ଆପୁଲ ଭଳିଆ ସାଇଜିଆ ଗୁଲେଇ ଗୁଲେଇ ଦୁଧ। ମୋ ଦାଦା ଘରେ ରହୁନାହାନ୍ତି, ବାହାରେ ରହୁଛନ୍ତି। ସିଏ ତା ବିଆ ପୁରା ସଲେଇ 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 ରହୁଛି। ତାକୁ ଗେଇବା ପାଇଁ ମିଳୁନି। ମୁଁ କ'ଣ କରିବି ନା ସୁଯୋଗ ଖୋଜିଲି ଗେଇବା ପାଇଁ। ଯଦି ସୁଯୋଗ ଖୋଜିଲି, ତାକୁ ଥରେ ମୁଁ ପୁରା ଇସାରା ଦେଲି ଗେଇମ୍ ବୋଲି, ସିଏ ଆଉ ମୋତେ ଦେଲାନି। ଯଦି ଦେଲାନି, ମୁଁ ଥରେ ସିଏ ଗାଧୋଇବାକୁ ଯାଇଥିଲା, ଗାଧୋଇକି ଆସିଲା, ଆସିକି ଶାଢ଼ୀ ପିନ୍ଧୁଥିଲା। ମୁଁ କ'ଣ କଲି ନା ଝରକା ପଟୁ ଛକିକି ଦେଖୁଥିଲି। କହିଲି କ'ଣ କରୁଛି, ଦେଖୁଥିଲି। ସତରେ ବିଶ୍ୱାସ କରିବନି, ତାର ଯେଉଁ ଦୁଧ ନା, ଦୁଧ ଦେଖିକି ନା 100 ଟଙ୍କାଟା ହଲେଇ ଦେବେ ଦେଖିଲେ। ତା ଦୁଧ ଯେଉଁ ଭଳିଆ ରଖିଛି କୁହନି, ପୁରା ମସ୍ତ ଜବରଦସ୍ତ ଦୁଧ। ମୁଁ ଗେଇମ୍ ବୁଲିକି ଟ୍ରାଏ କରିକି ପୁରା ଅନେଇକି ଥିଲି, କେତେବେଳେ ଥରେ ସୁଯୋଗ ମିଳିବ ମୁଁ ପୁରା ଗେଇକି ତା ବିଆର ପାଣି ମାରିଦେମି। ମୁଁ ଏମିତି ଥରେ ଭାବୁଥିଲି। ମୁଁ କହିଲି ଆଜି ଘରେ କେହି ନଥିଲେ ତ ତୀର୍ଥ କରିବା ପାଇଁ ଗୋଟେ ଦିନ ଯାଇଥିଲେ। ଘରେ ବାପା ବୋଉ ସମସ୍ତେ ଯାଇଥିଲେ। ମୁଁ କ'ଣ କଲି ନା ସେଇଦିନ ମୋର ବଢ଼ିଆ ସୁଯୋଗ, ମୁଁ ଆଉ ଛାଡ଼ିବା ପାଇଁ ଥିଲିନି। ମୁଁ କ'ଣ କଲି ନା, ସିଏ ଯେତେବେଳେ ଝରକା ପାଖରେ ଦେଖୁଥିଲି, ସିଏ ହଠାତ୍ କିଣି ଅନେଇ ଦେଲା ଯେତେବେଳେ ମୁଁ ପଳେଇ ଆସିଲି ଘୁଚିକି। ମୁଁ କହିଲି କାଳେ ଦେଖିନେବ, ଗାଳି ଗୁଲଜ କରିବ। ତାପରେ ମୁଁ କ'ଣ କଲି ନା, ତୁ ଆମର ପୁଆଟକୁ ଯାଇକି ଅନେଇଲି ଛକିକି। ଯେତେବେଳେ ଅନେଇଲି ଛକିଲି, ସିଏ ମୋତେ ଦେଖିନେଲା। ଯେତେବେଳେ ଦେଖିନେଲା, ସିଏ ଶାଢ଼ୀ ସାଙ୍ଗେ ସାଙ୍ଗେ ଗୁଡ଼େଇ ହେଇ ପଇଲା। ଟିକେ ଟିକେ ପାଟି କଲା। ମୁଁ ସେଠି ଆଉ ରହିଲିନି, ପଳେଇ ଆସିନି। ତାପରେ ସାଇଲେଣ୍ଟ ହେଇଗଲା, ଜାଣିନେଲା। ମୋତେ ଭାରି ଖରାପ ଲାଗିଲା। ମୁଁ କହିନି ଯଦି ଜାଣିଲା ରାଣୀ, ମୁଁ ୟାକୁ ଆଜି ଗେଇକି ଛାଡ଼ିମି। ମୁଁ କ'ଣ କଲି ନା, ସେ ଶାଢ଼ୀ ଚେଞ୍ଜ କରୁଥିଲା। ମୁଁ ହଠାତ୍ କିଣି ଭିତରକୁ ପଶିକି ଭିତର ପଟୁ କବାଟ ଦେଇଦେଲି। ସିଏ ଆଉ ମୋତେ ଏମିତି କହୁଥାଏ, ମୋ ଖୁଡ଼ି କହୁଥାଏ, କିଏ ଦେଖିନେବ, ଏମିତି କ'ଣ ହେଉଛୁ, ପଳା ପଳା ସିଆଡ଼େ ପଳା, ନହେଲେ ଚିଲେଇବି, ପାଟି କରିବି, ଏମିତି କହୁଥାଏ। ମୁଁ କ'ଣ କଲି ନା, ତା ମୁହଁ ଭିତରେ ଦିଟା ଆଙ୍ଗୁଳି ପୁରେଇ ତା ଜିଭଟା ଉପରେ ଚାପିଦେଲି। ସିଏ ଆଉ କିଛି କହିପାରିଲାନି। ଚାପି ଦେଇକି ତାକୁ ପଲଙ୍କ ଉପରେ ଗୋଡ଼େଇ ଦେଲି। ଗୋଡ଼େଇ ଦେଲା ପରେ ସିଏ ଲୁଗା ଅଧା ପିନ୍ଧୁଥିଲା ଆଉ ଅଧା ଥିଲା। ମୁଁ ପୁରା ଟାଣି ଟୁଣିକି ତାକୁ କାଢ଼ିଦେନି। ଯେତେବେଳେ କାଢ଼ିଦେନି, ଓହ, ତାର କି ବିଆରେ ପୁରା ବାଳ ବାଲୁ ବାଲୁ, ପୁରା କଳା କଳା ବାଳ ମେଞ୍ଚା ଖଣ୍ଡେ। ବିଆ ଜମା ଦେଖା ହଉନଥାଏ। ମୁଁ କ'ଣ କଲି ନା, ଏପଟେ ତା ପାଟିକି ମୁଠେଇକି ଧରିଥାଏ। ସିଏ ଘିଉଁ ଘିଉଁ ହଉଥାଏ। ମୁଁ ଜମା ଛାଡ଼ି ନଥାଏ। ମୁଁ ପୁରା ଧରିଥାଏ ଜାବୁଡ଼ିକି, ତା ପାଟିକି ତା ବେକ ଲାଗୁ ଧରିଥାଏ ଜାବୁଡ଼ିକି। ତାପରେ ମୁଁ ଯେତେବେଳେ ତା ବ୍ଲାଉଜ୍ ଖୋଲିବାକୁ ଗଲି, ସେ ତା ହାତରେ ଜମା ଖୋଲେଇ ଦେଲାନି। ମୁଁ କ'ଣ କଲି ନା, ଟାଣିକି ଛିଟି ଦେଇଦେଲି। ତାର ବଡ଼ ବଡ଼ ଡେହୁଳିଆ ଦୁଧ ପୁରା ଖେଳିଗଲା, ପୁରା ହଲିଲା ଝଲଝଲେଇକି। ମୋ ଜିଭ ପୁରା ନେନି, ମୋ ପାଟି ନେଇକି ଏମିତି କରିକି ପୁରା ତା ଦୁଧ ଗୁଡ଼ିଟାକୁ ଏମିତି କାମୁଡ଼ିକି ରବର ଭଳିଆ ଟାଣି ଆଣିନି। ଆଉ ଗୋଟେ ଦୁଧକୁ ଚାପୁଡ଼ା ମାରିକି ଚିପୁଥାଏ। ତାକୁ ହଲେଇ 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 ଚାପୁଡ଼ା ମାରିକି ଚିପୁଥାଏ। ସିଏ ତ ଖାଲି ହଉଥାଏ। ମୁଁ ତା ପାଟିରେ ହାତ ଦେଇଛି, ସେ କିଛି କହିପାରୁନି। ତାପରେ ମୁଁ କ'ଣ କଲି ନା, ସେ ଗୁଡ଼କୁ ଯେତେବେଳେ ମେଲେଇନି, ସିଏ ଆଉ ମେଲା କଲାନି। ମେଲା ଯଦି ନ କଲା, ମୁଁ କ'ଣ କଲି ନା, ଜୋର ଜବରଦସ୍ତି ତା ଗୁଡ଼କୁ ଗୋଟେ ଜଙ୍ଘକୁ ଫେରେଇକି ମୋ ଗୋଟେ ଗୁଡ଼ରେ ତା ଗୁଡ଼ ଗୋଟେ ମେଲା କରିକି ରଖିନି। ଆଉ ଗୋଟେ ଗୁଡ଼କୁ ପୁରା ପଲଙ୍କ ସାଇଡ଼କି ନେଇ ଆସିନି। ଆଉ ମୁଁ ତା ଉପରେ ଶୋଇଥାଏ। ଆଉ ସିଏ ମୋତେ ଆଉ କିଛି କରିପାରିଲାନି। ଯଦି କରିପାରିଲାନି, ମୁଁ ତ କ'ଣ କଲି ନା, ତା ନାଲିଆ ବିଆ ଲମ୍ବାଳିଆ ବିଆ ଟିକେ ମୋ ଖୁଡ଼ିର ଟିକେ ଲମ୍ବାଳିଆ ବିଆ। ମୁଁ କ'ଣ କଲି ନା, ତିନିଟା ଆଙ୍ଗୁଳି ନେଇକି ଛିପ ମାରି ଦେଇକି ମୁଁ ପୁରା ନେଇ ତା ତଳ କତିରୁ ଉପରେ ଯା, ବିଆ ତଳୁ ବିଆ ଉପରୁ ପୁରା ଘଷିଲି। ଏମିତି ଆଙ୍ଗୁଳିକି ଘଷିଲି ବହୁତ ସମୟ ଘଷିଲି। ସିଏ ଏମିତି ପାଟି କରିଥାଏ, ଛାଡ଼ ଛାଡ଼, ମୋତେ ଜମା ତା ବିଆରେ ହାତ ମାରି ନଥାଏ। ଏମିତି ପୁରା 5 ମିନିଟ୍ ଖଣ୍ଡେ ଘଷିଲି। ଯେମିତି ନାଳ ବାହାରିଲା ନା, ସେ ସେମିତି ପୁରା ସଲେଇଗଲା। ସିଏ ଆଉ କ'ଣ କରିବ, ଆଉ ତୀର କିଣି ଚୁପ୍ କିଣା ରହିଲା। ସିଏ ଆଉ ସମ୍ଭାଳି ପାରିଲାନି। ଖାଲି ଏମିତି ଯେତେବେଳେ ହେଲା, ମୁଁ ଜାଣିପାରିନି। ମୁଁ କହିନି ବିଆ ପୁରା ସରିଗଲାଣି। ମୁଁ ସେମିତି କ'ଣ କଲି ନା, ମୁଁ ସେତେବେଳେ କ'ଣ କଲି ନା, ମୋ ବାଣ୍ଡଟା ପୁରା ଗରମ ହେଇଗଲାଣି। ମୁଁ କ'ଣ କଲି ନା, ବାଣ୍ଡକୁ ନେଇକି ଫାଷ୍ଟ ତା ଦୁଧରେ ଘଷିଦେନି। ଯେତେବେଳେ ଘଷିଦେନି, ସିଏ ପୁରା ପନେଇକି ରହିଛି ଦୁଧ, ଥାକୁଲୁ ଦୁଧ କ'ଣ ହେଇଥାଏ। ବଡ଼ ବଡ଼ ଦୁଧ ମୋ ଖୁଡ଼ିର, 34 ସାଇଜ୍ କି 36 ସାଇଜ୍ ହେବ ମୋ ଖୁଡ଼ିର ଦୁଧ। ମୁଁ ତ ମାପିନି, କିନ୍ତୁ 36 ସାଇଜ୍ ହେଇଯିବ। ବଡ଼ ବଡ଼ ଦୁଧ ଉଳି ପଡ଼ିଥାଏ। ସେ କ'ଣ ହେଉଛି, ତା ଗାଣ୍ଡି ଯେମିତି, ତା ବିଆ ଯେମିତି, ତା ଦୁଧ ସେମିତି। କେହି ବି ସହିପାରିବେନି। ମୁଁ କେମିତି ସହିଥାନ୍ତି। ମୁଁ କ'ଣ କଲି ନା, ବାଣ୍ଡକୁ କାଢ଼ିକି ଫାଷ୍ଟ ଦୁଧରେ ଘଷିନି।
ଦୁଧରେ ବହୁତ ସମୟ ଘଷି ସାରିଲା ପରେ ତା ନାଳିକି ପୁରା ଛିପ ମାରିକି ଏମିତି ହାତରେ ପୁରା ସଲ ସଲ କନି। ତା ବିଆରୁ ଏମିତି ନାଳ ଗଡ଼ି 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 ଯାଉଥାଏ। ତାପରେ କ'ଣ କଲି ନା ତା ବିଆ କତର ବାଣ୍ଟାକୁ ରଖିଦେଇକି ଘଷିଲି ତଳ ଉପରେ କରି ତା ମୋ ସିଙ୍ଗଡ଼ା ଭିତରେ ପୁରା ସିଙ୍ଗଡ଼ା ଭଳିଆ ଦେଖା ହେଉଥାଏ ନାଲା ନାଲା ବିଆ ପୁରା ଘଷୁଥାଏ। ଘଷିଲି ମୋ ଖୁଡ଼ି ସେଇଠୁ ପୁରା ସଲେଇ ଆସିକି ମୋ କାଖ କତରୁ ହାତ ଗୋଳେଇ ମୋତେ ଝାବୁଡ଼ି ଧରିନେଲା। ଯେତେବେଳେ ମୁଁ କ'ଣ କଲି ନା ସେଇଠୁ ତା ବିଆ କତର ଟିକେ ରଖିଦେଇକି ମୋ ବାଣ୍ଡକୁ ଆସ୍ତେ ଆସ୍ତେ ଗଳିକି ପୁରା ପୁରେଇଦେନି ଯେତେବେଳେ ତାପରେ ସେମିତି ତାକୁ ଗେଇନି ମୋ ଖୁଡ଼ି ତାର ଆହୁରି ଜୋରସେ ଏମିତି ହେଉଥାଏ। ଘରେ କେହି ନାହାନ୍ତି, ସିଏ ପୁରା ଚିଲଉଥାଏ, ପୁରା ମଜା ନେଉଥାଏ, ମୁଁ ବି ପୁରା ମଜା ନେଉଥାଏ। ତାପରେ ତାକୁ ପୁରା ଉଲ୍ଟେଇ ଦେଇକି ତା ଗାଣ୍ଡିରେ ଟିକେ ତେଲ ମାରିଦେନି। ସେଇଠି ଘରେ ପାଖରେ ତେଲ ଥିଲା, ଆଣିକି ତା ଗାଣ୍ଡି ସନ୍ଧା ମଝିରେ ଟିକେ ମାରିଦେନି। ଯେତେବେଳେ ମାରିଦେନି ମୋ ବାଣ୍ଡରେ ବି ଟିକେ ଘଷିଦେନି, ପୁରା ନାଳୁକା ହେଇଗଲା। ତାପରେ କ'ଣ କଲି ନା ମୋ ବାଣ୍ଡକୁ ନେଇକି ଠେକେଇ ଦେଇକି ପେଲିଦେନି ଜୋରସେ ଧରି, ପୁରା ଗୋଳି ଚାଲିଗଲା। ମୋ ଖୁଡ଼ି କହୁଥାଏ କାଟୁଛି ଏମିତି ହେଉଥାଏ। ମୁଁ ଜମା ଶୁଣିବା ପାରୁନଥିଲି। ତା ପଛପଟେ ତା ଚୁଟିକି ଧରିକି ତା ମୁହଁକୁ ଉପରକୁ କରିକି ତାକୁ ଆଣ୍ଠେଇ ଦେଇକି ତା ଗାଣ୍ଡି ଆଡ଼େ ଯେଉଁ ପେଲିନି ଧାସୁ କରିକି ପେଲିନି, ପଟ ଆବାଜ ଆସୁଥାଏ, ବହୁତ ମଜା ଆସୁଥାଏ। ତାପରେ କ'ଣ କଲି ନା ଏମିତି ବହୁତ ସମୟ କଲା ପରେ ତାପରେ କହିନି ଖୁଡ଼ି ଭଲ ଲାଗିଲା ନା ହେଲା? କହିଲା ହଁ ପୁରା ହେଇଗଲା। ମୁଁ କହିଲି ନା ମୋତେ ହେଇନି, ମୁଁ ଆହୁରି ଗେଇମି। ତା ପୁଣି ଗୋଟେ ପୋଜ୍ ନେନି, ପୁଣି ଗୋଟେ ତା ଗୋଡ଼କୁ ଗୋଟେ କାନ୍ଧ ଉପରେ ରଖିକି ଆଉ ଗୋଟେ ମୋ ଜଙ୍ଘରେ ଜାକିଦେନି। ତା ବିଆ ପୁରା ମେଲା ହେଇଗଲା। ଯେତେବେଳେ ମେଲା ହେଇଗଲା ମୁଁ ପୁଣି ତାକୁ ସେମିତି ଗେଇନି କଢ଼େଇକି ଗେଇନି ଏମିତି ବହୁତ ସମୟ ଗେଇଲା ପରେ ମୁଁ ପୁରା ଶାନ୍ତି ହେଇଗନି। ଯେତେବେଳେ ମୋର ବୀଜ ବାହାରିଗଲା ପରେ ମୋ ଖୁଡ଼ିର ବି ବୀଜ ବାହାରିଗଲା। ତାପରେ କୁଣ୍ଡାକୁଣ୍ଡି ହେଇକି 5 ମିନିଟ୍ ଖଣ୍ଡେ ସେମିତି ଶୋଇନୁ। ତାପରେ ମୋ ବାଣ୍ଡ ଉଠିଲା। ଦୁଧ ବଡ଼ ଟିକେ ମୋ ଛାତିରେ ବାଜିଲା ବେଳକୁ ମୋ ବାଣ୍ଡ ଠିଆ ହେଇଯାଉଛି। ମୁଁ ଖୁଡ଼ିକି କହିନି, ଖୁଡ଼ି ମୁଁ ପୁଣି ଗେଇମି, ମୋ ମନ ଶାନ୍ତି ହେଉନି। ମୋ ଖୁଡ଼ି କହିଲା କ'ଣ ଏମିତି ହେଉଛ? ମୁଁ ଆଉ ସମ୍ଭାଳି ପାରୁନି, ମୋର ପୁରା ବଥା ହେଇଗଲାଣି। ମୁଁ ସେତେବେଳେ ପୁରା ଚିପିକି ଟାଣି ତାର ସବୁ ବଥା କରିଦେଇ ସାରିଲିଣି। ତାପରେ ଏମିତି ହେଇସାରିଲା ପରେ ଶୋଇଲା ପରେ ପୁଣି ଉଠିକି ଆସିନି ଯେମିତି ମୋ ଖୁଡ଼ି ପୁରା ଲାଜେଇ ହେଇଗଲା। ଆଉ ଜମା ସେଇ ଦିନଠୁ ମୋ ସାଙ୍ଗରେ ଆଉ କଥା ହେଉନି, କି ମୋ ସାଙ୍ଗରେ ଆଉ କିଛି କହୁନି। ଏମିତି ମୋ ଖୁଡ଼ିକି ଜବରଦସ୍ତି କରିକି ଗେଇଥିଲି। ଆପଣମାନେ ବି ଯଦି ତମ ଖୁଡ଼ି କି ମା ଯଦି ଗେଇବା ପାଇଁ ଚାହୁଁଥିବେ, ମୋତେ ଏଇ ଭିଡ଼ିଓ ମାଧ୍ୟମରେ ମୋତେ କମେଣ୍ଟ କରିବେ। ମୁଁ କେମିତି କ'ଣ ଫର୍ମୁଲା ଏମିତି ଦେମି ତୁମ ଖୁଡ଼ି ପୁରା ଆରାମସେ ତୁମ ଭାଣ୍ଡକୁ ଧରିକି ଚାଟି ପକେଇବ, ବୁଝିଲ? ସେଥିପାଇଁ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରନ୍ତୁ, ମୋତେ ସପୋର୍ଟ କରନ୍ତୁ। ମୁଁ କେମିତି କ'ଣ ଗେଇବ ମୁଁ ସବୁ ଫର୍ମୁଲା ପକେଇଦେଲି। ଏତିକି କହିକି ମୁଁ ରହିଲି। ଆଉ ନେକ୍ସଟ ଟାଇମ୍ ଜଣକୁ ଗେଇବାର ଅଛି, ଗେଇଲେ ମୁଁ ପକେଇବି। ରହୁଛି, ବାଏ ବାଏ, ସମସ୍ତେ ଭଲରେ ଥାନ୍ତୁ।